ଆଉ କ୍ରୁଶରେ ଚଢିବା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପ୍ରଥମ ବାଣୀ ସେ ପ୍ରକାଶ କରୁଛନ୍ତି। ଇତିମଧ୍ୟରେ ସେ ନୀରବ ଅଛନ୍ତି ଆଉ ସେ କ୍ରୁଶରେ ଚଢିବା କ୍ଷଣି ଏଇ କଥା କହୁଛନ୍ତି। ଯାହା ଲେଖାଯାଏ ଲୁକ ତାର 23 ଅଧ୍ୟାୟ ତାର 34 ପଦରେ ଏଠାରେ ସ୍ପଷ୍ଟ ଭାବେ ଲେଖାଯାଉଛି, ସେତେବେଳେ ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶର ପ୍ରଥମ ବାଣୀ ଥିଲା, ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ମୋର ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏତେ ଅପମାନ କଲା ପରେ, ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ତାଙ୍କୁ କଷ୍ଟ ଦେଲା ପରେ, ତାଙ୍କୁ ଅପମାନିତ କଲା ପରେ, ବିନା କାରଣରେ ତାଙ୍କୁ ସେମାନେ ରାଜରାସ୍ତାରେ ଘୋଷାଡ଼ି ନେଉଛନ୍ତି ଏବଂ କ୍ରୁଶାର୍ପିତ କଲା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରୁ ଏହି ବାଣୀ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରୁଅଛନ୍ତି ତା ଏମାନେ ଜାଣନ୍ତି ନାହିଁ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ପ୍ରିୟ ବନ୍ଧୁ, ଶୁଭ ଶୁକ୍ରବାର କ୍ଷମାର ଦିନ ଅଟେ। ଆଜି ଆପଣ ବସିକି ଚିନ୍ତା କରିକି ଦେଖନ୍ତୁ, ଆପଣ କେଉଁମାନଙ୍କୁ ଏବେ ପର୍ଯ୍ୟନ୍ତ କ୍ଷମା କରିନାହାନ୍ତି। ଯଦି ଆପଣ ଅନ୍ୟକୁ କ୍ଷମା କରିପାରୁନାହାନ୍ତି, এই ଶୁଭ ଶୁକ୍ରବାର ଆପଣଙ୍କ ନିମନ୍ତେ କୌଣସି ମୂଲ୍ୟ ରଖେ ନାହିଁ। ଅନେକ ଥର ଆମେ ଅନ୍ୟମାନଙ୍କୁ କ୍ଷମା ନ କରିବା ପାଇଁ ଅନେକ ବାହାନା ଦେଖାଇଥାଉ, କହିଥାଉ ମୁଁ ତାକୁ ଜମା କ୍ଷମା କରିପାରିବି ନାହିଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ମଧ୍ୟ ଅନ୍ୟକୁ କ୍ଷମା ନ କରିବା ପାଇଁ ଯଥେଷ୍ଟ କାରଣ ଥିଲା, ତା ସତ୍ତ୍ୱେ ମଧ୍ୟ ସେ କ୍ଷମା କଲେ। ଆଉ ସେ କହିଛନ୍ତି ତୁମ ଶତ୍ରୁମାନଙ୍କୁ ପ୍ରେମ କରିବ, ସେମାନଙ୍କୁ କ୍ଷମା କରିବ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବ। ଯାହା ପାର୍ବତ୍ୟ ଉପଦେଶରେ ପ୍ରଭୁ ଯୀଶୁ କହିଥିଲେ ତାହାକୁ ସେ ବର୍ତ୍ତମାନ କାର୍ଯ୍ୟରେ ଦେଖାଉଛନ୍ତି। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣ କାହାରିକୁ ଏବେ ପର୍ଯ୍ୟନ୍ତ କ୍ଷମା କରିପାରି ନାହାନ୍ତି, ଆଜି ହେଉଛି କ୍ଷମାର ଦିନ। ଆପଣ କ୍ଷମା କରିପାରିବେ, ପୁନର୍ମିଳିତ ହୋଇପାରିବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, କାରଣ ବାଇବଲରେ ଲେଖାଯାଏ ଯେ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ପ୍ରଭୁ ଶିଖାଇତ ପ୍ରାର୍ଥନା ଆମେ କରୁ, ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ପ୍ରିୟ ବନ୍ଧୁ, ଆପଣ ଯଦି କ୍ଷମା କରିବେ ନାହିଁ, ଆପଣ ମଧ୍ୟ କ୍ଷମା ପାଇପାରିବେ ନାହିଁ। ପ୍ରଭୁ ଆଜି ଆପଣଙ୍କୁ ମୋତେ ସାହାଯ୍ୟ କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଏହି ପ୍ରଥମ ବାଣୀ କହୁଛନ୍ତି, ପିତ ଏମାନଙ୍କୁ କ୍ଷମା କର। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆଜି କ୍ଷମା କରିବାର ଦିନ ଅଟେ। ଜଗତ ଇତିହାସରେ ପ୍ରଥମ ବ୍ୟକ୍ତି ଯେ ଅନ୍ୟମାନଙ୍କୁ ଏଭଳି ଭାବରେ କ୍ଷମା କରିଛନ୍ତି, ଆଉ ସେ ଚାହାନ୍ତି ତାଙ୍କ ଅନୁକାରୀ ମାନେ ମଧ୍ୟ ଅନ୍ୟମାନଙ୍କୁ ସେମାନେ କ୍ଷମା କରନ୍ତୁ। ଆଉ ବାଇବଲରେ ଲେଖାଯାଉଛି ଏଫେସୀୟ 4:26 ପଦରେ, ସୂର୍ଯ୍ୟାସ୍ତ ନ ହଉଣୁ କ୍ଷମା କରିବା ପାଇଁ। ଯଦି ସକାଳେ କେହି ଆପଣଙ୍କ ବିରୁଦ୍ଧରେ କିଛି କରିଛନ୍ତି, ଆପଣଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ କ୍ଷମା କରିବାକୁ ପଡିବ। ପ୍ରିୟ ବନ୍ଧୁ, ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଅନେକ ଥର ଆମେ ଶାଶୁ ବୋହୂ ମାନେ ପରସ୍ପରକୁ କ୍ଷମା ଦେଇନାହୁଁ, ସ୍ୱାମୀ ସ୍ତ୍ରୀ ପରସ୍ପରକୁ କ୍ଷମା ଦେଇନାହୁଁ, ମଣ୍ଡଳୀର ଅନେକଙ୍କୁ ଆମେ ଏବେ ପର୍ଯ୍ୟନ୍ତ କ୍ଷମା ଦେଇନାହୁଁ। ବାପା ମାନେ ପୁଅକୁ କ୍ଷମା କରିନାହାନ୍ତି, ପୁଅ ମାନେ ବାପାଙ୍କୁ କ୍ଷମା କରିପାରିନାହାନ୍ତି। ଆମ ଅନୁଷ୍ଠାନ ଗୁଡ଼ିକରେ ଆମେ ପରସ୍ପରକୁ କ୍ଷମା କରିପାରୁନାହୁଁ, ଆମ ପଡୋଶୀକୁ ଆମେ କ୍ଷମା କରିପାରିନାହୁଁ। ତା ସତ୍ତ୍ୱେ ମଧ୍ୟ ଆଜି ଶୁଭ ଶୁକ୍ରବାର ପାଳନ କରିବା ପାଇଁ ଆସିଛୁ। ଏ ଶୁକ୍ରବାରଟି ଆପଣଙ୍କ ପାଇଁ ଶୁଭ ହୋଇପାରିବ ଯଦି ଆପଣ ଅନ୍ୟକୁ କ୍ଷମା ଦେଇପାରିବେ। ଆପଣଙ୍କୁ ମୁଁ କହିବା ପାଇଁ ଚାହେଁ, ଯଦି ଆପଣଙ୍କୁ କ୍ଷମା ମାଗିବାର ସାହସ ଅଣ୍ଟୁ ନାହିଁ, ଆପଣ ଫୋନ କରି ତାଙ୍କୁ କ୍ଷମା ମାଗି ନିଅନ୍ତୁ, ଗୋଟେ ମେସେଜ ପଠାନ୍ତୁ। ଆପଣ ତାଙ୍କୁ ଯେଭଳି ଭାବରେ ମଧ୍ୟ ଆପଣ କ୍ଷମା ମାଗି ନିଅନ୍ତୁ। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ସେଦିନ ସ୍ତିଫାନ ଯୀଶୁଙ୍କ ଠାରୁ ଏହି କଥା ଶିଖିଥିଲେ। ଯଦି ଆପଣ ପ୍ରେରିତ ତାର 7 ପର୍ବ 60 ପଦ ଦେଖିବେ, ସ୍ତିଫାନ ଯୀଶୁଙ୍କର ଏହି ଶିକ୍ଷାକୁ ସେ ଜୀବନରେ ଗ୍ରହଣ କରୁଛନ୍ତି। ଯେତେବେଳେ ଲୋକମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଛନ୍ତି, ସେ ମୃତ୍ୟୁପାୟ ଅବସ୍ଥାରେ ପଢିବା ସମୟରେ ସେ ଗୋଟେ କଥା କହୁଛନ୍ତି, ପ୍ରଭୁ ଯୀଶୁ ଆପଣ ଏମାନଙ୍କ ପାପ କ୍ଷମା କରନ୍ତୁ। ମୋର ପ୍ରିୟ ବନ୍ଧୁ, ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ଯେଉଁ ତିକ୍ତ ମନୋଭାବ ଅଛି ତାହା ପରିତ୍ୟାଗ କରନ୍ତୁ। ଯୀଶୁ ଆପଣା ଭର୍ସନାକାରୀ, ତାଙ୍କୁ ବଧ କରୁଥିବା ଲୋକମାନଙ୍କୁ, ତାଙ୍କୁ ପ୍ରହାରିତ କରୁଥିବା ଲୋକମାନଙ୍କୁ ସେ କ୍ଷମା କରୁଛନ୍ତି। ମୁଁ ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ କହିବା ପାଇଁ ଚାହେଁ, ଆସନ୍ତୁ ଆମେ ମଧ୍ୟ ଆଜି ଅନ୍ୟକୁ କ୍ଷମା ଦେବା ନିମନ୍ତେ ନିଷ୍ପତ୍ତି ନେବା। କାରଣ ଶୁଭ ଶୁକ୍ରବାର କ୍ଷମା ଦେବାର ପର୍ବ ଅଟେ, ଅନ୍ୟକୁ କ୍ଷମା ଦେବାର ଦିନ ଅଟେ। ପ୍ରଭୁ ଯୀଶୁ ତା ଆମମାନଙ୍କୁ ଶିଖାନ୍ତି। ମୁଁ ଆଜି ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ ଅନୁରୋଧ କରିବା ପାଇଁ ଚାହେଁ, ଯଦି ବାସ୍ତବରେ ଏହି ଦିନ ଆପଣଙ୍କ ପାଇଁ ଶୁଭ ହଉ ବୋଲି ଚାହାନ୍ତି, ତାହେଲେ ଆପଣ ଅନ୍ୟକୁ କ୍ଷମା କରନ୍ତୁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଚଢିବା ପରେ ପ୍ରଥମ ବାଣୀ ଏହି କଥା କହିଲେ। ତାଙ୍କ ସପ୍ତ ବାଣୀ ମଧ୍ୟରେ ଏହା ତାଙ୍କର ପ୍ରଥମ ବାଣୀ ଥିଲା। ଆଉ ସେ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର। ଆପଣ ମଧ୍ୟ କହିପାରିବେ, ହେ ପ୍ରଭୁ ମୋର ଶତ୍ରୁମାନଙ୍କୁ କ୍ଷମା କର, ମୋର ପୁଅକୁ କ୍ଷମା କର। ଆପଣ କ୍ଷମା ମାଗିପାରିବେ, ଆପଣ କ୍ଷମା ଦେଇପାରିବେ।
प्रिय बंधु प्रभु आपको आशीर्वाद करंतु आज क्षमार पर्व अटे फेस्टिवल ऑफ फॉरगिवनेस अटे क्रूसरू ए प्रथम सुसमाचार में पाउछु प्रभु जीशु आम को बाणी देवा चाहती आम चतुर्पार्श्वर अनेक को देखुचु से क्षमा दे पारु नाहंती मृत्यु पर्यंत क्षमा न देवाई जिदखर भाव से क्षमा न देवाई अनेक बाहाना करती अनेक रिजन बताती आपण पाखे हुए तो 100टा रिजन थी पारे किंतु प्रभु दास भाव में आपको कहवाई चाहे आज क्षमा दिंतु ताहले वास्तव में आपण गोटे शुभ शुक्रवार हो पारे प्रिय बंधु आपण जदि अन्य को क्षमा करेंगे ईश्वर मध्य आपण को क्षमा करेंगे आपण जदि क्षमा पाइबा चाहती आपण को मध्य क्षमा करने को पड़ो आ क्रूसरू जीशुंकर द्वितीय बाणी थिला जहाँ आप देखिए लुक तार 23 पर्व 43 पदरे देखा जाए से कहले मु तुमको सत्य कहूँ आज तुम्भे मो सहित पारदीश उपस्थित हब यह जीशुंकर द्वितीय बाणी थिला आ प्रभु जीशु ख्रीस्ट ए स्थान रे से चोरटी को एश्योरेंस दौरान सुनिश्चितता दौरान तुम्भे आज मो सहित पारदेश उपस्थित हब प्रिय बंधु ये चोर निकटरे प्रभु जीशु ख्रीस्ट कौन सुसमाचार कही ना कौन अलौकिक कार्य करना जीवन कौन आशीर्वाद कारण करना कि जीशु को से क्रूसरे देखी जापर जे ए भिन्न व्यक्ति अटंती से तार बंधु को कहते आमे सीना भूल कार्य करी आमे दोष पाउछु दंड पाउछु किंतु यही व्यक्ति जनक से किछि करि नाहंती से अनुतप्त होउछंती से खेदित होउछि से आ से जीशु को कहूछि आपण जेबे आपण राज्य प्रवेश करिवे दया करी मते स्मरण करिवे प्रिय बंधु प्रभु जीशु मध्य ताकू सुनिश्चितता दउछंती आ कहउछंती जे तुमे आज मो सहित पारदेश उपस्थित हबो मोर प्रिय माने आज आपण को पाई मध्य परित्राण रो सुनिश्चितता पाई परिबे जदि से क्रूसर हो तो जीशु को आपण ग्रहण करेंगे आपण मध्य से सुनिश्चितता पाई परिबे आज आपण को पाई परित्राण दिन हो पार आपण जेकोसी पाप करिथांतु ना कहीं से क्रूसर चोर तुल्य आपण को लाइफ रे मध्य आज गोटे टर्निंग पॉइंट आसी पारिबो प्रभु आपण को मते सहायता करंतु कारण विनाश प्राय लोक मान को निमंते प्रभु जीशु ख्रीस्ट मनोयोगी अटंती क्रूसीय जंत्रणा निर्यातना अपमान घृणा मध्य प्रभु जीशु ख्रीस्ट गोटे आत्मा को रक्षा करने को पछौ नाहंती मोर प्राणर प्रिय प्रभु से हजार हजार लोक निकट सुसमाचार कहिसंती आश्चर्य कर्म करिसंती तार अनुकारी अनेक थिले किंतु प्रभु जीशु ख्रीस्ट जेतेबेले मध्य सुयोग पाउथिले से पर्सनल इवांजेलिज्म करबा पे मध्य के पछौ नथिले आज प्रभु जीशु हमको सिखांती हम चतुर्पार्श्व रे अनेक लोक विनाशप्राय अवस्था अछंती अनेक लोक पाप रे अछंती विनाश आड़ को जाउछंती कई सुइसाइड करूछि के निशासक्त होउछि कई बा अनेक पाप लिप्त होई जीवन हराइबा पई सिद्धांत नउछि सेही समय आपण कहि परिबे कि ए सुनिश्चित तार कथा जे आपण को पई पारदीश अछि बोली मोर प्रिय बंधु म आपण कहिबा पई चाहे प्रभु जीशु ख्रीस्ट आज आपण को मध्य सुनिश्चितता देबा पई चाहंती से कहिबा पई चाहंती आज तुम पई पारदीश अछि प्रभु से व्यक्ति जन को कहले तुम्हे आज मो सहित पारदेश उपस्थित हबो प्रिय बंधु प्रभु आपण को अनुग्रह करंतु आपण मध्य परिणति बयस पर्यंत अपेक्षा करंतु नहीं अनेक कहती अभी समय अच्छी उपभोग करबा पई जगत को उपभोग करबा पई आराम करबा पई जगत रे आनंद मजा मजलिस करबा पई किंतु प्रिय बंधु आपण जानंती नहीं मृत्यु केउ दिन आपण को द्वार रे आसी ठिया हबो मृत्यु केबे आसीबा आपण जानंती नहीं से दिन पर्यंत अपेक्षा करंतु नहीं आज सुजोग अछि आज रे शुभ शुक्रवार आम गोटे सुनिश्चित तार वार्ता देवाई चाहे गोटे अनिश्चित जगत रे वास करुछु किंतु ए जगत रे वास करबा समय आपण गोटे सुनिश्चित संवाद पाई परिबे आज आपण को पई पारदीश अछि ए जगत रे शांति नहीं जगत रे समस्या अछि जगत विनाश आड़ को जाउछि प्रिय माने किंतु जगत विनाश होला परे आरामदायक स्थान अछि तार प्रारंभ तार शुभारंभ पारदीश रही थाए प्रभु जीशु ख्रीस्ट से अनुतप्त चोरटी को कथा कहउचंती मोर प्राणर प्रिय प्रभु जीशु ख्रीस्ट जे जगत उद्धार करने आसते से पापी मान को खोजी उद्धार करने आसी पापी मानकर त्राणकर्ता जे पापी मानकर बंधु अटंती से क्रूसरे मध्य गोटे बंधु को लाभ करुछंती से स्वर्ग को जीवा पूर्व से पारदेश को जीवा पूर्व जड़े लोक को सांगरे नेबा पई चाहंती प्रिय बंधु आपण आ मु आमे स्वर्ग जीवा पई चाहू
ଆମେ ଉଦ୍ଧାର ପ୍ରାପ୍ତ ହୋଇ ଆମେ ସ୍ୱର୍ଗ ଯିବା ପାଇଁ ଚାହୁଁ, କିନ୍ତୁ ଆମ ସହିତ ଜଣେ ଦୁଷ୍କର୍ମକାରୀ, ଜଣେ ଚୋର, ଜଣେ ଡକାୟତ, ଜଣେ ବଦମାସ, ଯେ ପାପରେ ଲିପ୍ତ, ସେ ଉଦ୍ଧାର ପାଉ, ଏ କଥା ଆମେ କେବେ ବି ଚାହିଁ ନଥାଉ। ଆଜି ପ୍ରଭୁ ଆମକୁ କହିବା ପାଇଁ ଚାହାନ୍ତି, ସେ କୃଷର ଏହି ସୁସମାଚାର ଆମକୁ ଦେବା ପାଇଁ ଚାହାନ୍ତି ଯେ ଆପଣ ଏବଂ ମୁଁ ମଧ୍ୟ ଅନ୍ୟ ପାଇଁ ଗୋଟେ ଆଶୀର୍ବାଦର କାରଣ ହେଇପାରିବା, ଅନ୍ୟ ପାଇଁ ଉଦ୍ଧାର କାରଣ ହେଇପାରିବା। ଆମ ଅଫିସରେ, ଆମ ଚତୁଃପାର୍ଶ୍ୱରେ ଆମର କଲିଗ ମାନେ ଅଛନ୍ତି, ଆମ କଲେଜରେ ଅଛନ୍ତି, ଆମ ସହକର୍ମୀ ମାନେ ଅଛନ୍ତି, ଅନେକଙ୍କ ସହିତ ଆମର ବନ୍ଧୁତା ଅଛି, କିନ୍ତୁ କେବେ ମଧ୍ୟ ଆମେ ସେମାନଙ୍କୁ ଯୀଶୁଙ୍କର କଥା କହିନାହୁଁ। ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏ ଦ୍ୱିତୀୟ ବାଣୀ ଆମମାନଙ୍କୁ ଆଜି ପରାମର୍ଶ ଦିଏ ଯେ ବିନାଶ ପ୍ରାୟ ଜଗତରେ ଆମେ ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରିବା। ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରନ୍ତୁ ଆଜିର ସମ୍ବାଦକୁ ବିଶେଷ ଭାବରେ ବୁଝିବା ନିମନ୍ତେ। ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର ତୃତୀୟ ବାଣୀ ଥିଲା, ଯାହା ଆପଣମାନେ ଦେଖିବେ ଯୋହନ ତାର 19 ପର୍ବ, ତାର 26 ପଦ ଏବଂ 27 ପଦ। ମୁଁ ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଯୀଶୁ ଆପଣ ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ତାଙ୍କୁ ପାଖରେ ଠିଆ ହେଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମର ପୁତ୍ର। ତତ୍ପରେ ସେ ଶିଷ୍ୟଙ୍କୁ କହିଲେ, ଦେଖ ତୁମର ମାତା। ଆଉ ସେଇ ଦଣ୍ଡରୁ ସେ ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ। ଏହା ଥିଲା ଯୀଶୁଖ୍ରୀଷ୍ଟଙ୍କର କ୍ରୁଶର ତୃତୀୟ ବାଣୀ। ଏଠାରେ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ମାତାଙ୍କ ସମ୍ପର୍କରେ ଚିନ୍ତା କରୁଛନ୍ତି। କ୍ରୁଶରୁ ଗୋଟିଏ ସୁନ୍ଦର ସମ୍ବାଦ ପ୍ରଭୁ ଦେବା ପାଇଁ ଚାହାନ୍ତି, କାରଣ ମରିୟମ ଜଣେ ବିଧବା ସ୍ତ୍ରୀ ଲୋକଟି। ଆମେ ଅନେକ ଥର ଦେଖିଛୁ ଯୀଶୁ ଯେଉଁ ସ୍ଥାନରେ ଥାନ୍ତି ସେଇ ସ୍ଥାନରେ ପହଞ୍ଚି ଯାଆନ୍ତି। ଅନେକ ଥର ଆମେ ଦେଖିଛୁ, କାରଣ ସେ ଯୀଶୁଙ୍କ ପଛରେ ସବୁବେଳେ ଯାଆନ୍ତି। ଯୀଶୁ ହିଁ ତାଙ୍କର ସବୁ ଯତ୍ନ ନେଉଥିଲେ। ବର୍ତ୍ତମାନ ଯୀଶୁ କ୍ରୁଶରେ ମୃତ୍ୟୁ ଭୋଗ କରିବା ପାଇଁ ଯାଉଛନ୍ତି। ଆଉ ସେଇ ସମୟରେ ମା ତାଙ୍କୁ ଅନେଇଛନ୍ତି। ହୁଏତ ସେ ଏହା କହିବା ପାଇଁ ଚାହାନ୍ତି, ପୁଅରେ ତୁ କାହା ଭରସାରେ ମତେ ଛାଡିକି ଯାଉଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରୁ ଗୋଟେ ଯତ୍ନ ନେବା ବିଷୟ କୁହନ୍ତି ନିଜର ବୃଦ୍ଧ ପିତାମାତା ମାନଙ୍କୁ। ଆଜି ପରିବାର ଗୁଡିକରେ ଅନେକ ବୃଦ୍ଧ ପିତାମାତାଙ୍କର ଯତ୍ନ ନିଆଯାଉ ନାହିଁ। ମୋର ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ବାଇବଲର ପରମେଶ୍ୱର ବିଧବାର ପରମେଶ୍ୱର ଅଟନ୍ତି। ଆଜି ପରିବାର ଗୁଡିକରେ ଅନେକ ବୃଦ୍ଧ ପିତାମାତା ମାନଙ୍କୁ ଉପେକ୍ଷା କରାଯାଏ, ଯତ୍ନ ନିଆଯାଏ ନାହିଁ। ଆଜିର ଶୁଭ ଶୁକ୍ରବାର ଆମମାନଙ୍କୁ ସମ୍ବାଦ ଦିଏ ଯେ ଆମମାନଙ୍କ ଘରେ ରହିଥିବା ଆପଣ ଆପଣା ପିତାମାତାଙ୍କ ଯତ୍ନ ନେବା ପାଇଁ, ସେମାନଙ୍କ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କ ଯତ୍ନ ନେବା ପାଇଁ ଉପେକ୍ଷା କରନ୍ତୁ ନାହିଁ, ତିରସ୍କାର କରନ୍ତୁ ନାହିଁ, ଅପମାନ କରନ୍ତୁ ନାହିଁ। କାରଣ କ୍ରୁଶରେ ହତ ଯୀଶୁ ଆମକୁ କଥା ଶିଖାନ୍ତି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ରହି ମଧ୍ୟ ତାଙ୍କ ମା ପାଇଁ ଚିନ୍ତା କରୁଛନ୍ତି। ସେ କହୁଛନ୍ତି, ତୋ ପାଇଁ ଗୋଟେ ପୁଅର ବ୍ୟବସ୍ଥା କରିଛି, ଏବଂ ଯୋହନକୁ କହୁଛନ୍ତି, ଦେଖ ତୁମ ପାଇଁ ଗୋଟେ ମାଙ୍କର ବ୍ୟବସ୍ଥା କରିଛି। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁ ଭୋଗ କରିବା ପୂର୍ବରୁ, ଜଗତକୁ ପରିତ୍ୟାଗ କରିବା ପୂର୍ବରୁ ସେଇ କଥା ଚିନ୍ତା କରୁଛନ୍ତି ତାଙ୍କ ମାତାଙ୍କ ବିଷୟରେ। ଆଜି ଅନେକ ଆପଣ ମାତା ପିତାଙ୍କର ଯତ୍ନ ନିଅନ୍ତି ନାହିଁ, ପିତାମାତାଙ୍କୁ ଉପେକ୍ଷା କରନ୍ତି, ସେମାନଙ୍କ ପାଇଁ ଯଥେଷ୍ଟ ସମୟ ଦିଅନ୍ତି ନାହିଁ। ଆଜି ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି ସେମାନଙ୍କୁ କ୍ଷମା ମାଗିବା ପାଇଁ, ସେମାନଙ୍କ ସହିତ ପୁନର୍ମିଳିତ ହେବା ପାଇଁ, ଆଜି ଗୋଟେ ସିଦ୍ଧାନ୍ତ ନେବା ପାଇଁ ଯେ ଆଜିଠାରୁ ଆମେ ଆପଣା ଆପଣା ବୃଦ୍ଧ ପିତାମାତାଙ୍କର ଯତ୍ନ ନେବୁ। ପ୍ରିୟ ବନ୍ଧୁ, ଆଜି ଦେଶର ସବୁ ସ୍ଥାନରେ ଦେଖିବେ, ସବୁ ଧର୍ମ, ସବୁ ଗୋଷ୍ଠୀ, ସବୁ ଜାତିର ଲୋକମାନେ ସେ ନିଜେ ଆରାମ ରହିବା ପାଇଁ ଚାହାନ୍ତି, ସୁରକ୍ଷା ରହିବା ପାଇଁ ଚାହାନ୍ତି, ଆନନ୍ଦଦାୟକ ସ୍ଥାନ ରହିବା ପାଇଁ ଚାହାନ୍ତି, ଜଗତ ଉପଭୋଗ କରିବା ପାଇଁ ଚାହାନ୍ତି। କିନ୍ତୁ ଯେଉଁ ପିତାମାତା ମାନେ ସେମାନଙ୍କ ଯତ୍ନ ନେଇଛନ୍ତି ସେମାନଙ୍କୁ ସେମାନେ ମନେ ପକାନ୍ତି ନାହିଁ। ଅନେକ ପୁଅମାନେ, ବୋହୂମାନେ ତିରସ୍କାର କରନ୍ତି। ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, କ୍ରୁଶରେ ହତ ଯୀଶୁ କ୍ରୁଶର ତୃତୀୟ ବାଣୀରେ ଆମମାନଙ୍କୁ ଏ କଥା ଶିଖାନ୍ତି, ଏଇ କଥା କୁହନ୍ତି ଯେ ତୁମ୍ଭେ ଆପଣା ପିତାମାତାର ଯତ୍ନ ନିଅ। ପ୍ରିୟ ବନ୍ଧୁ, ଏ ସମ୍ବାଦଟି ଶୁଣିବା ସମୟରେ ଯଦି ଆପଣ କେବେ ମଧ୍ୟ ଆପଣା ପିତାମାତାଙ୍କୁ ତିରସ୍କାର କରିଛନ୍ତି, ଦୁଃଖ ଦେଲା ଭଳିଆ କଥା କହିଛନ୍ତି, ସେମାନଙ୍କୁ ଉପେକ୍ଷା କରିଛନ୍ତି, ସେମାନଙ୍କୁ ତିରସ୍କାର କରିଛନ୍ତି, ତାହେଲେ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଦୟାକରି ଆପଣ ସେମାନଙ୍କ ଯତ୍ନ ନିଅନ୍ତୁ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ। କାରଣ ବାଇବଲ ଲେଖାଯାଉଛି, ପିତାମାତାଙ୍କୁ ସମାଦର କର, ତହିଁରେ ତୁମର ମଙ୍ଗଳ ହବ। ଅନେକଙ୍କ ଜୀବନରେ ମଙ୍ଗଳ ଆମେ ଦେଖିପାରୁନାହୁଁ। ସେମାନେ ଚାକିରି କରୁଛନ୍ତି, ବ୍ୟବସାୟ କରୁଛନ୍ତି, ତଥାପି ଆଶୀର୍ବାଦ ଦେଖିପାରୁନାହାନ୍ତି, ଗୃହ ନିର୍ମାଣ କରୁଛନ୍ତି, ଶାନ୍ତିରେ ରହିପାରୁନାହାନ୍ତି। କାରଣ କଣ? ପିତାମାତାଙ୍କ ସେମାନେ ଯତ୍ନ ନେଇନାହାନ୍ତି। ଜୀବନର ଉନ୍ନତି କରିବା ପାଇଁ ଚାହାନ୍ତି, ମଙ୍ଗଳ ଦେଖିବା ପାଇଁ ଚାହାନ୍ତି, ଦୀର୍ଘାୟୁ ଦେଖିବା ପାଇଁ ଚାହାନ୍ତି,
ଆପଣ ପିତାମାତାଙ୍କର ଯତ୍ନ ନିଅନ୍ତୁ। ବାଇବଲ ପରମେଶ୍ୱର ଆମମାନଙ୍କୁ ଏ କଥା ଶିଖାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ରହିବା ସମୟରେ ସୁଦ୍ଧା ଏହି ବିଷୟ ଆମମାନଙ୍କୁ ଜଣାନ୍ତି ଯେ ଆମେମାନେ ଆପଣା ପିତାମାତାଙ୍କ ଯତ୍ନ ନେବୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ବିଷୟ ଗୁଡ଼ିକ ସ୍ପଷ୍ଟ ଭାବରେ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଏ କ୍ରୁଶର ସପ୍ତବାଣୀ କହିବା ସମୟରେ ଆପଣମାନଙ୍କ ସମ୍ମୁଖରେ ଗୋଟେ ବ୍ୟବହାରିକ ଭାବରେ ଆଜିର ଏହି ଶୁଭ ଶୁକ୍ରବାର କି ପ୍ରକାର ଆପଣଙ୍କ ନିମନ୍ତେ ଆଶୀର୍ବାଦ ଜନକ ହୋଇପାରିବ ତାହା ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି। ବର୍ତ୍ତମାନ ଆମେ ଧ୍ୟାନ କରିବା ପାଇଁ ଯିବା କ୍ରୁଶରେ ଯୀଶୁଙ୍କର ଚତୁର୍ଥ ବାଣୀ, ଯାହା ଆପଣମାନେ ପାଇବେ ମାଥ୍ୟୁ ତାର 27 ଅଧ୍ୟାୟ ତାର 46 ପଦ। ଏଟା ଲେଖାଯାଏ, ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍ ହେ ମୋର ଈଶ୍ୱର ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ। ଏହା ଯୀଶୁଙ୍କର ଚତୁର୍ଥ ବାଣୀ ଥିଲା। ପିତା ପୁତ୍ର କେବେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇନାହାନ୍ତି। ବାଇବେଲ କୁହେ ଯୀଶୁଖ୍ରୀଷ୍ଟଙ୍କୁ ପିତାଙ୍କର କଳସ୍ଥିତ ଅଦ୍ୱିତୀୟ ପୁତ୍ର। ଆରମ୍ଭରୁ ଆଦ୍ୟରୁ ସେମାନେ ଏକାଠି ଅଛନ୍ତି। କିନ୍ତୁ ଆଜି ଆପଣଙ୍କର ଏବଂ ମୋର ପାପ ସକାଶେ ପିତା ଆପଣା ମୁଖ ଲୁଚାଇ ଦେଉଛନ୍ତି। ଗୋଟେ ବିଚ୍ଛେଦ ଆସି ଯାଉଛି, କାରଣ ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ଓ ମୋର ପାପର ବୋଝ ବହିବା ପାଇଁ ଯାଉଛନ୍ତି। ସେ ଆପଣ ଉପରକୁ ଆମମାନଙ୍କର ପାପ ସବୁ ସେ ନେଇଯାଇଛନ୍ତି। ଆଉ ସେହି ସମୟରେ ପିତା ତାଙ୍କୁ ପରିତ୍ୟାଗ କରୁଛନ୍ତି। ଆଉ ଯୀଶୁ ବିଳାପ ସହିତ କ୍ରନ୍ଦନ ସହିତ ଉଚ୍ଚସ୍ୱରରେ କହୁଛନ୍ତି, ହେ ମୋର ଈଶ୍ୱର ତୁମେ ମୋତେ କାହିଁକି ପରିତ୍ୟାଗ କଲ। ପ୍ରିୟ ବନ୍ଧୁ, ଆପଣଙ୍କୁ ପିତାଙ୍କ ସହିତ ପୁନର୍ମିଳିତ କରିବା ପାଇଁ ଅଳ୍ପ ସମୟ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତାଙ୍କ ଠାରୁ ବିଚ୍ଛିନ୍ନ ହେଉଛନ୍ତି। କିନ୍ତୁ ଏହି ସମୟ ମଧ୍ୟ ଯୀଶୁଙ୍କ ପାଇଁ ଅତି ଦୁଃଖଦାୟକ ଥିଲା, କାରଣ ସେ କେବେ ମଧ୍ୟ ଆପଣ ସ୍ୱର୍ଗସ୍ଥ ପିତାଙ୍କ ଠାରୁ ଅଲଗା ରହିନାହାନ୍ତି। ଆପଣ ଚିନ୍ତା କରି ଦେଖନ୍ତୁ, ଆପଣ ସ୍ୱର୍ଗସ୍ଥ ପିତାଙ୍କ ଠାରୁ କେତେ ଦିନ ଅଲଗା ଅଛନ୍ତି। ତାଙ୍କ ସାନ୍ନିଧ୍ୟକୁ ଯିବା ପାଇଁ, ତାର ଉପସ୍ଥିତି ଯିବା ପାଇଁ ଆପଣ କେତେ କଷ୍ଟ, ଆପଣଙ୍କୁ ମନେ ମଧ୍ୟ ପଡୁନାହିଁ ତାଙ୍କ ସାନ୍ନିଧ୍ୟକୁ ଯିବା ପାଇଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ, ମନେ ରଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଅଳ୍ପ ସମୟ ମଧ୍ୟ ପିତାଙ୍କ ଠାରୁ ବିଚ୍ଛିନ୍ନ ହୋଇପାରୁନାହାନ୍ତି। ଆପଣଙ୍କୁ ମତେ ପିତାଙ୍କ ସହିତ ପୁନର୍ମିଳିତ କରାଇବା ପାଇଁ, ଆମର ପାପରୁ ଆମକୁ ଉଦ୍ଧାର କରିବା ପାଇଁ, ଆମମାନଙ୍କ ପାପର ବୋଝ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଉପରେ ନେଲେ। ଆଉ ସେଇ ପାପ ବହିବା ସମୟରେ ଲେଖାଯାଉଛି ସେ ପାପ ସ୍ୱରୂପ ହେଲେ। ଆମମାନଙ୍କ ପାପ ପ୍ରଭୁ ଆପଣା ଉପରକୁ ନେଲେ। ଆଉ ସେ ସମୟରେ ପିତା ତାଙ୍କୁ ପରିତ୍ୟାଗ କରୁଛନ୍ତି। ପ୍ରିୟ ବନ୍ଧୁ, ଆପଣଙ୍କୁ ମତେ ପିତାଙ୍କ ସହିତ ମିଶେଇବା ପାଇଁ, ସଦାକାଳ ତାଙ୍କ ସହିତ ଏକୀଭୂତ କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଆମମାନଙ୍କ ପାପ ବୋହୁଛନ୍ତି। ପ୍ରିୟ ବନ୍ଧୁ, ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ସେ ପିତାଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ଅଛି? ସେ ସ୍ୱର୍ଗସ୍ଥ ପିତାଙ୍କ ସହିତ ଆପଣଙ୍କର ସହଭାଗିତା କେମିତି ଅଛି? ସେଇଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ଘଡ଼ିଏ ମଧ୍ୟ ସମ୍ଭାଳି ପାରୁନାହାନ୍ତି। ଆଜି ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହେଁ, ଆପଣ ଯୋଉକୁ ଖ୍ରୀଷ୍ଟିଆନ ବୋଲି କୁହନ୍ତି, ଈଶ୍ୱରଙ୍କ ସନ୍ତାନ ବୋଲି କୁହନ୍ତି, କିନ୍ତୁ ଈଶ୍ୱରଙ୍କ ଠାରୁ ଆପଣ କେତେ ଦୂରକୁ ଯାଇଛନ୍ତି, କେତେ ବିମୁଖ ହୋଇଯାଇଛନ୍ତି। ଆଜି ପୁଣି ଥରେ ପିତାଙ୍କ ସହିତ ପୁନର୍ମିଳିତ ହେବାର ସମୟ ଅଟେ। ପିତାଙ୍କ ସାନ୍ନିଧ୍ୟକୁ ଆସିବା ସମୟ ଅଟେ। ପିତାଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଜବୁତ କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପିତାଙ୍କ ସହିତ ସମ୍ପର୍କ କେତେ ମଜବୁତ ଥିଲା ଯେ ସେ କ୍ଷଣିକ ମଧ୍ୟ ପିତାଙ୍କ ଠାରୁ ବିଚ୍ଛିନ୍ନତା ସେ ସହ୍ୟ କରିପାରୁନାହାନ୍ତି। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ ଆଜି ଏହି ବାକ୍ୟ ଶୁଣିବା ସମୟରେ ବିବେଚନା କରିବା ପାଇଁ ଯେ ପିତାଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ଅଛି। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବିବେଚନା କରିବା ପାଇଁ, ପୁଣି ପିତାଙ୍କର ସହଭାଗିତା ମଧ୍ୟକୁ ବାହୁଡ଼ି ଯିବା ପାଇଁ। ଯୀଶୁଖ୍ରୀଷ୍ଟଙ୍କର ଏହି ବାଣୀଟି ଆମକୁ ସୂଚାଏ ଯେ ପିତାଙ୍କ ସହିତ ତାଙ୍କର କିଭଳି ଅନ୍ତରଙ୍ଗ ସମ୍ପର୍କ ଥିଲା। ଆଜି ସେ ସ୍ୱର୍ଗସ୍ଥ ପିତାଙ୍କ ସହିତ ଆପଣଙ୍କର ସମ୍ପର୍କ କି ପ୍ରକାର ଅଛି? ଆପଣ କୁହନ୍ତି ଈଶ୍ୱରଙ୍କ ସନ୍ତାନ ବୋଲି, କିନ୍ତୁ ଆପଣ ପାପରେ ରହି ଈଶ୍ୱରଙ୍କ ଠାରୁ ଦୂରକୁ ଯାଉଛନ୍ତି। କାରଣ ପାପ ଯେତେବେଳେ ଆପଣଙ୍କ ଜୀବନରେ ଆସିଯାଏ, ଈଶ୍ୱର ଆପଣଙ୍କୁ ଦୂରେଇ ନେଇଯାଆନ୍ତି, ତା ପ୍ରାଚୀର ସ୍ୱରୂପ ଆସିଯାଏ। ଯଦି ପିତାଙ୍କ ସହିତ ସମ୍ମିଳିତ ହେବା ପାଇଁ ଆପଣଙ୍କ ଜୀବନରେ କୌଣସି ପାପ ଅଛି, ତାହା ପରିତ୍ୟାଗ କରନ୍ତୁ ଆଉ ପିତାଙ୍କ ନିକଟକୁ ବାହୁଡ଼ି ଯାଆନ୍ତୁ। ଏ ସମ୍ବାଦ ଆପଣଙ୍କୁ ମତେ ସଚେତନ କରାଏ। ଯୀଶୁଖ୍ରୀଷ୍ଟଙ୍କ କ୍ରୁଶରୁ ପଞ୍ଚମ ବାଣୀଟି ଥିଲା, ଯାହା ଆପଣମାନେ ପାଇବେ ଯୋହନ ଲିଖିତ ସୁସମାଚାର ତାର 19 ଅଧ୍ୟାୟ ତାର 28 ପଦ। এটা ଲେଖାଯାଏ,
ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି। ଯୀଶୁଙ୍କର ପଞ୍ଚମ ବାଣୀ ଥିଲା, ମୋତେ ତୃଷା ଲାଗୁଅଛି। ରାତି ସାରା ଯନ୍ତ୍ରଣା, ନିର୍ଯାତନା, ଗେସିମନିରେ ତାଙ୍କର ଝାଳ ଘନ ରକ୍ତ ଟପା ପରି ପଡୁଛି। ସେ ପ୍ରହାରିତ ହୋଇଛନ୍ତି। ଏ ପ୍ରକାର କ୍ରୁଶରେ ଝୁଲିବା ସମୟରେ ଦୀର୍ଘ ସମୟ କ୍ରୁଶରେ ଝୁଲିଛନ୍ତି। ବର୍ତ୍ତମାନ ତାଙ୍କୁ ତୃଷା ଲାଗୁଅଛି। ସେ ତାଙ୍କର ଇଚ୍ଛା ପ୍ରକାଶ କରୁଛନ୍ତି ଯେ ପ୍ରାନ୍ତରରେ ଶୈଳ ହୋଇ ତୃଷା ମେଣ୍ଟାଇଥିଲେ, ଯେ ସମ୍ମିଳନୀ ସ୍ତ୍ରୀକୁ କହିଥିଲେ, ମୁଁ ଯେଉଁ ଜଳ ଦେବି ତାହା ଯଦି ତୁମେ ପାନ କରିବ ତୁମେ କେବେ ତୃଷିତ ହେବ ନାହିଁ। ସେ କହିଥିଲେ ଯେ ତୃଷିତ ସେ ମୋ ନିକଟକୁ ଆସୁ। ଧର୍ମଶାସ୍ତ୍ର ଉକ୍ତି ପ୍ରମାଣେ ତାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ସେ ତୃଷିତ ଅଟନ୍ତି। ଯେ ଅନ୍ୟର ତୃଷା ନିବାରଣ କରୁଥିଲେ ସେ ଆଜି ତୃଷିତ ଅଟନ୍ତି। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ବାଇବଲରେ ଲେଖାଯାଏ ଜିଖରିୟ ତାର 13 ପର୍ବ 1 ପଦରେ, ପରମେଶ୍ୱର ଏକ ନିର୍ଝର ବୁହାଇବେ ଯେ ଅନ୍ୟମାନଙ୍କ ତୃଷା ସବୁ ନିବାରଣ କରିବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଜିର ସମୟରେ ଲୋକମାନଙ୍କର ଅନେକ ତୃଷା ରହିଛି। ଧନ କମାଇବାର ତୃଷା, ଯୌନ ତୃଷା, ପଦବୀର ତୃଷା, ନାମ କମାଇବାର ତୃଷା। ଖ୍ରୀଷ୍ଟିଆନର ତୃଷା କୋଉଠି ଅଛି? ତାର ତୃଷା ଆତ୍ମିକ ତୃଷା ଅଟେ ନା ମାଂସିକ ତୃଷା ଅଟେ? ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏହା ବୁଝିବା ପାଇଁ। ପ୍ରଭୁ ଯୀଶୁ କହୁଛନ୍ତି, ମୋତେ ତୃଷା ଲାଗୁଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ, ଆଉ ମନୁଷ୍ୟ ଭାବରେ ସେ ତାଙ୍କର ଇଚ୍ଛାକୁ ପ୍ରକାଶ କରୁଛନ୍ତି। କିନ୍ତୁ ଲୋକମାନେ ତାଙ୍କୁ ଜଳ ଦେବା ପରିବର୍ତ୍ତେ ତାଙ୍କୁ ଅମଳ ରସ ଦେଉଛନ୍ତି। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପାଇଁ ତୃଷିତ ହେଲେ ଯେପରି ଆପଣଙ୍କର ସମସ୍ତ ତୃଷା ନିବାରଣ କରିପାରନ୍ତି। ଯଦି ଆପଣ ଯୀଶୁଙ୍କ ନିକଟକୁ ଆସିଲେ ଆପଣଙ୍କର ସମସ୍ତ ତୃଷା ସେ ମେଣ୍ଟେଇ ଦେବେ। କାରଣ ସେ ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ, ଆପଣଙ୍କର ସମସ୍ତ ଅଭାବ ପୂରଣ କରିବା ପାଇଁ, ଆପଣଙ୍କୁ ତୃଷାରୁ ରକ୍ଷା କରିବା ପାଇଁ ସେ ତୃଷାର୍ତ୍ତ ହେଲେ। ପ୍ରଭୁ ଆଜି ଆପଣଙ୍କୁ ସାହାଯ୍ୟ କରନ୍ତୁ ଏ କଥାଟି ବୁଝିବା ପାଇଁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ତୃଷିତ ହେଲେ। ସେ କ୍ରୁଶରେ କ୍ରୁଶାନ୍ବିତ ହେବାର ନଥିଲା, ସେ ଯନ୍ତ୍ରଣା ଭୋଗ କରିବାର ନଥିଲା, କିନ୍ତୁ ଆପଣଙ୍କୁ ଆଉ ମତେ ରକ୍ଷା କରିବା ପାଇଁ। କାରଣ ସମୁଦାୟ ମାନବ ଜାତି ମଧ୍ୟରେ ଏକମାତ୍ର ତ୍ରାଣକର୍ତ୍ତା ସେ ହିଁ ଅଟନ୍ତି। ଅନେକ ଆସିଥିଲେ, ଜଗତରେ ଆସିଲେ, ଆରାମରେ ଜୀବନ କାଟିଲେ, ସୁଖରେ ଜୀବନ କାଟିଲେ, ଆଉ ଚାଲିଗଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଥିଲେ କେବଳ ଆପଣଙ୍କ ପାଇଁ, ମୋ ପାଇଁ କ୍ରୁଶାର୍ପିତ ହେବେ, ଦୁଃଖ ସହ୍ୟ କରିବେ, ନିର୍ଯାତିତ ହେବେ, ଯେପରି ତାଙ୍କ ପ୍ରହାରରେ ଆପଣ ସୁସ୍ଥ ହେବେ, ତାଙ୍କ ମୃତ୍ୟୁରେ ଆପଣ ଆଉ ମୁଁ ଜୀବନ ପାଇବୁ। କାରଣ ସମୁଦାୟ ମାନବ ଜାତି ନିମନ୍ତେ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଉଦ୍ଧାରକର୍ତ୍ତା ଅଟନ୍ତି। ଆଉ ତାଙ୍କର ପଞ୍ଚମ ବାଣୀ ଥିଲା, ମୋତେ ତୃଷା ଲାଗୁଅଛି। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ଯୀଶୁଙ୍କ ନିକଟକୁ ଆସିବେ, ଆଉ ସେ କହୁଛନ୍ତି ଯେ ତୃଷିତ ସେ ମୋ ନିକଟକୁ ଆସୁ। ଆପଣଙ୍କ ତୃଷା କଣ ମୁଁ ଜାଣେ ନା। ଆପଣ ଯୀଶୁଙ୍କ ନିକଟକୁ ଆସନ୍ତୁ। ଆପଣଙ୍କ ଆତ୍ମିକ ତୃଷା, ସତ୍ୟ ଜାଣିବାର ତୃଷା, ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ତୃଷା, ସମସ୍ତ ତୃଷାକୁ ସେ ମେଣ୍ଟେଇବେ। ସେ ତୃଷିତ ହେଲେ ଯେପରି ଆପଣ କେବେ ଆଉ ତୃଷିତ ହେବେ ନାହିଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ବନ୍ଧୁ, ଆଜିର ଏହି ଶୁଭ ଶୁକ୍ରବାରର ସମ୍ବାଦ କେବଳ ଆପଣଙ୍କ ପାଇଁ, ଯେଉଁମାନେ ଶୁଣୁଛନ୍ତି ସେମାନଙ୍କ ପାଇଁ। ପ୍ରଭୁ ଆପଣଙ୍କୁ ସ୍ପଷ୍ଟ ଭାବରେ କହିବା ପାଇଁ ଚାହାନ୍ତି, ଆପଣଙ୍କ ତୃଷା ମେଣ୍ଟାଇବା ପାଇଁ ଆପଣ ଚତୁଃପାର୍ଶ୍ୱରେ ଧାଇଁ ବୁଲୁଛନ୍ତି, କିନ୍ତୁ ଆପଣଙ୍କ ତୃଷା ଅନ୍ୟ କୌଣସି ସ୍ଥାନରେ ମେଣ୍ଟି ପାରିବ ନାହିଁ। ଅନ୍ୟ କୌଣସି ବିଷୟ ଆପଣଙ୍କ ତୃଷାକୁ ନିବାରଣ କରିପାରିବ ନାହିଁ। କିନ୍ତୁ ଯେ ପ୍ରାନ୍ତର ଲୋକମାନଙ୍କୁ ତୃଷା ନିବାରଣ କରିଥିଲେ, ସେ ଆଜି ତୃଷିତ ହେଉଛନ୍ତି, ଯେପରି ଆପଣଙ୍କର ସମସ୍ତ ତୃଷାକୁ ସେ ନିବାରଣ କରିବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏହା ବୁଝିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ। ଆସନ୍ତୁ ପ୍ରିୟ ବନ୍ଧୁ, ଯୀଶୁଙ୍କ ନିକଟକୁ ବାହୁଡ଼ି ଆସନ୍ତୁ। ଆଉ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର ଷଷ୍ଠ ବାଣୀ ଥିଲା, ଯାହା ଆପଣମାନେ ପାଇବେ ଯୋହନ ତାର 19 ଅଧ୍ୟାୟ ତାର 30 ପଦରେ ଲେଖାଯାଏ। ସେଥିରେ ଯୀଶୁ ସେ ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା। ଆଉ ସେ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ। ଏଠାରେ ଲେଖାଯାଏ ପ୍ରିୟ ବନ୍ଧୁ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସମାପ୍ତ ହେଲା। ସ୍ୱର୍ଗର ପରମେଶ୍ୱର, ଅଦ୍ୱିତୀୟ ପରମେଶ୍ୱର, ଅମର ପରମେଶ୍ୱର,
ସେ ଜଗତକୁ ଗୋଟେ କାର୍ଯ୍ୟ ନେଇ ଆସିଥିଲେ ଆଉ ସେ ତାହା ଯେ ସମାପ୍ତ କରିଛନ୍ତି। କ୍ରୁଶରେ ସେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। ମନୁଷ୍ୟର ଉଦ୍ଧାର ନିମନ୍ତେ, ମନୁଷ୍ୟକୁ ସ୍ୱର୍ଗ ନେବା ନିମନ୍ତେ, ମନୁଷ୍ୟର ପାପ କ୍ଷମା ନିମନ୍ତେ, ମନୁଷ୍ୟକୁ ଅନନ୍ତ ଜୀବନ ଦେବା ନିମନ୍ତେ ଯେଉଁ କାର୍ଯ୍ୟ ଆବଶ୍ୟକ ଥିଲା, ଯେଉଁ ଅନନ୍ତ କାଳ ପୂର୍ବେ ପରମେଶ୍ୱର ଯୋଜନା କରିଥିଲେ ଏ ପତିତ ମାନବକୁ ଉଦ୍ଧାର କରିବା ପାଇଁ, ଏ ବିନାଶ ପ୍ରାୟ ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ କାର୍ଯ୍ୟ ନେଇ ଆସିଥିଲେ ତାହା ସେ ସମାପ୍ତ କରିଛନ୍ତି। ଆଉ କହୁଛନ୍ତି ସମାପ୍ତ ହେଲା। ସେ କହୁନାହାନ୍ତି ସମାପ୍ତ ହେଲି, ସେ କହୁଛନ୍ତି ଇଟ୍ ଇଜ ଫିନିଶ୍ଡ। ସେ କହୁନାହାନ୍ତି ଆଇ ଏମ୍ ଫିନିଶ୍ଡ, ଇଟ୍ ଇଜ ଫିନିଶ୍ଡ। ସାଧାରଣତଃ ଏହା ଗୋଟେ ଦାସ ମାନଙ୍କର ବାକ୍ୟ ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କୁ ପ୍ରେରିତ ଜଣେ ଦାସ ଅଟନ୍ତି। ସେ ମାନବ ଜାତିର ଉଦ୍ଧାର କରିବା ନିମନ୍ତେ ଦାସ ରୂପରେ ଆସିଥିଲେ ଆଉ ସେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିଛନ୍ତି। ପ୍ରିୟ ବନ୍ଧୁ, ଆଜି ମନୁଷ୍ୟର ଉଦ୍ଧାର ପାଇବା ନିମନ୍ତେ ତାକୁ ଆଉ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ, କାରଣ ଯୀଶୁଖ୍ରୀଷ୍ଟ କ୍ରୁଶରେ ତାର ପରିତ୍ରାଣ କାର୍ଯ୍ୟ ସମାପ୍ତ କରିଛନ୍ତି। ଅନେକ ଧାଇଁ ବୁଲୁଛନ୍ତି ବିଭିନ୍ନ ସ୍ଥାନକୁ, ବିଶ୍ୱର ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରୁଛନ୍ତି, ବିଭିନ୍ନ ଲୋକମାନଙ୍କ ପାଖକୁ ଯାଉଛନ୍ତି, ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି, କିନ୍ତୁ ଉଦ୍ଧାର ମିଳେ ନାହିଁ। ମୋର ପ୍ରିୟ ମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ସେଇ ଉଦ୍ଧାର କାର୍ଯ୍ୟକୁ ସମାପ୍ତ କରିଛନ୍ତି। କେବଳ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶରେ ସମାପ୍ତ କରାଯାଇଥିବା କାର୍ଯ୍ୟ ତାହା ହିଁ ମନୁଷ୍ୟକୁ ଉଦ୍ଧାର କରିପାରେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହା ସମାପ୍ତ କରିଛନ୍ତି ଆଉ ସେ କହୁଛନ୍ତି ସମାପ୍ତ ହେଲା। ପ୍ରଭୁଙ୍କ ନାମର ସ୍ତୁତି ହଉ। ମୋ ପ୍ରିୟ ମାନେ, ଆଜି ଆପଣଙ୍କୁ ଏବଂ ମୋର ଏବଂ ଆଗାମୀ ଯେତେ ପିଢି ଆସିବେ, ସମୁଦାୟ ପୃଥିବୀର ସମସ୍ତ ଜାତିର, ସମସ୍ତ ଧର୍ମର, ଯେକୌଣସି ଗୋଷ୍ଠୀ ବର୍ଣ୍ଣର ଲୋକ ହୁଅନ୍ତୁ ନା କାହିଁକି, ଭାଷାର ଲୋକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ନିମନ୍ତେ ଖ୍ରୀଷ୍ଟ ହିଁ ଏକମାତ୍ର ଉଦ୍ଧାରର ମାର୍ଗ ଅଟନ୍ତି ଆଉ ସେ ତାହା ସମାପ୍ତ କରିଛନ୍ତି। ଆଉ ଅନ୍ୟ କେହି ଏହି କାର୍ଯ୍ୟ କରିନାହାନ୍ତି, ଅନ୍ୟ କେହି କାର୍ଯ୍ୟ କରିନାହାନ୍ତି। କ୍ରୁଶରୁ ଏ ପ୍ରକାର କୌଣସି ବ୍ୟକ୍ତି ଏତେ ସୁନ୍ଦର ବାଣୀ ଉଚ୍ଚାରଣ କରିନପାରେ। ଆମେ ଜାଣିଛୁ ଅନେକ ମହାନ ବ୍ୟକ୍ତି ମାନେ ପୃଥିବୀରେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ଖ୍ରୀଷ୍ଟଙ୍କ ପରି ଏ ପ୍ରକାର ଉକ୍ତି ଗୁଡିକ ସେମାନେ ଉଚ୍ଚାରଣ କରିନାହାନ୍ତି। ମୃତ୍ୟୁ ସମୟରେ ଅନେକଙ୍କର ଉକ୍ତି ଗୁଡିକ ଦୁଃଖଦାୟକ ଥିଲା, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏ ସତ୍ୟ ବାଣୀ ଯାହା ସମୁଦାୟ ବିଶ୍ୱବାସୀଙ୍କୁ ଚକିତ କରେ, ଏହା ଥିଲା ତାଙ୍କର ଷଷ୍ଠ ବାଣୀ। ସେ କହୁଛନ୍ତି ସମାପ୍ତ ହେଲା। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଏବେ ପର୍ଯ୍ୟନ୍ତ ଆପଣ କୌଣସି ଦ୍ୱନ୍ଦ୍ୱରେ ଅଛନ୍ତି, ପରିତ୍ରାଣ ପାଇଛନ୍ତି କି ନାହିଁ ବୋଲି ଭାବୁଛନ୍ତି, ଆପଣଙ୍କର ପାପର କ୍ଷମା ହେଇଛି କି ନାହିଁ ବୋଲି ଭାବୁଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ତାହା ସମାପ୍ତ କରିଛନ୍ତି। ସମସ୍ତ କାର୍ଯ୍ୟ, ସମସ୍ତ ଧର୍ମକର୍ମ ଯାହା ହେବାର ଥିଲା ତାହା ପ୍ରଭୁ ଯୀଶୁଖ୍ରୀଷ୍ଟ ସମାପ୍ତ କରିଛନ୍ତି। କେବଳ ଆପଣଙ୍କୁ ଯୀଶୁ ଦରକାର। ଯୀଶୁଙ୍କୁ ଯଦି ଆପଣ ଗ୍ରହଣ କରିବେ, ଆପଣଙ୍କୁ ଆଉ କିଛି କରିବା ପାଇଁ ପଡିବ ନାହିଁ, କାରଣ ଆପଣଙ୍କ ପ୍ରତିବଦଳରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। କେବଳ ଆପଣଙ୍କୁ ଯୀଶୁଙ୍କ ନିକଟକୁ ଆସିବା ପାଇଁ ପଡିବ, ଯୀଶୁଙ୍କୁ ପ୍ରଭୁ ଭାବରେ ଗ୍ରହଣ କରିବା ପାଇଁ ପଡିବ, କାରଣ ସେ ପରିତ୍ରାଣ ନିମନ୍ତେ ସମସ୍ତ କାର୍ଯ୍ୟକୁ ସମାପ୍ତ କରିଛନ୍ତି। ଜଣେ ବ୍ୟକ୍ତି ଉଦ୍ଧାର ପ୍ରାପ୍ତ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ, ସ୍ୱର୍ଗର ଅଧିକାରୀ ହେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତ କାର୍ଯ୍ୟ କ୍ରୁଶରେ ସମ୍ପନ୍ନ କରିଛନ୍ତି ଆଉ ସେ କହୁଛନ୍ତି ସମାପ୍ତ ହେଲା, ସମାପ୍ତ ହେଲା। ପ୍ରିୟ ବନ୍ଧୁ, ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ, ଆପଣଙ୍କୁ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ମୋର ପାପ କଣ ହବ, ମୋର ପରିବାରର କଣ ହବ, ମୋର ପିଲାମାନଙ୍କର କଣ ହବ, ମୁଁ କରିଥିବା ଭୁଲ କଣ ହବ, ଅପରାଧ ଗୁଡ଼ିକ କରିଛି କଣ ହବ, କିଛି ହବ ନାହିଁ। ଯଦି ଆପଣ ଯୀଶୁଙ୍କ ନିକଟକୁ ଆସିବେ, ସେ କୃଷ ତଳକୁ ଆସିବେ, ସେ କୃଷର ସମ୍ରାଟଙ୍କ ନିକଟକୁ ଆସିବେ, ଯେ ଆପଣଙ୍କ ପାଇଁ କୃଷରେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି, ସେ ଆପଣଙ୍କୁ ଉଦ୍ଧାର କରିବା ପାଇଁ ସାମର୍ଥ୍ୟ ଅଟନ୍ତି ଆଉ ସେ କହୁଛନ୍ତି, ଆପଣଙ୍କୁ ସ୍ୱାଗତ କରୁଛନ୍ତି। ଆଜି ପ୍ରିୟ ବନ୍ଧୁ, ଆପଣ ଏ ଶୁଭ ଶୁକ୍ରବାରରେ ଯୀଶୁଙ୍କ ନିକଟକୁ ଆସିପାରିବେ, କାରଣ ସେ ଆପଣଙ୍କୁ ଉଦ୍ଧାର ନିମନ୍ତେ ସବୁ କାର୍ଯ୍ୟ ସମାପ୍ତ କରିଛନ୍ତି। ଆପଣଙ୍କୁ ଆଉ କିଛି କରିବା ପାଇଁ ପଡିବ ନାହିଁ, କେବଳ ଯୀଶୁଙ୍କୁ ଗ୍ରହଣ କରିବା ପାଇଁ ପଡିବ, ଯୀଶୁଙ୍କୁ ପ୍ରଭୁ ବୋଲି ମାନିବା ପାଇଁ ପଡିବ। ଆପଣ ମଧ୍ୟ ଉଦ୍ଧାର ପ୍ରାପ୍ତ ହୋଇଯିବେ, ଅନନ୍ତ ଜୀବନର ଅଧିକାରୀ ହେଇଯିବେ, ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇଯିବେ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ଆସିଥିଲେ ମାନବ ଜାତିକୁ ସ୍ୱର୍ଗର ଅଧିକାରୀ କରିବା ନିମନ୍ତେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟର ଉଦ୍ଧାର ନିମନ୍ତେ, ମନୁଷ୍ୟର ମୁକ୍ତି ନିମନ୍ତେ ଯେଉଁ ଚୂଡାନ୍ତ କାର୍ଯ୍ୟ କରିବାର ଥିଲା ତାହା ସେ କ୍ରୁଶରେ ସମାପ୍ତ କରିଛନ୍ତି। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଏ ସମସ୍ତ କାର୍ଯ୍ୟ ସେ କ୍ରୁଶରେ ସମ୍ପନ୍ନ କରିଛନ୍ତି, ତାଙ୍କ ନାମର ସ୍ତୁତି ହେଉ। ଏହି ସମୟରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶରେ କହିଥିବା ବାଣୀ ଗୁଡିକ ଧ୍ୟାନ କରୁଛୁ। ଆଉ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶରେ ତାଙ୍କର ଶେଷ ବାଣୀ, ତାଙ୍କ ସପ୍ତମ ବାଣୀ କଣ ଥିଲା ତା ଆପଣମାନେ ପାଇପାରିବେ ଲୁକ ତାର 23 ଅଧ୍ୟାୟ ତାର 46 ପଦ।
ଲୁକ 23:46 ଲେଖାଯାଉଛି, ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କଲି। ଏହା କହି ସେ ପ୍ରାଣ ତ୍ୟାଗ କଲେ। ସପ୍ତମ ବାଣୀଟି ଥିଲା, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କଲି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶେଷରେ ଏହି କଥା କହୁଛନ୍ତି ଯେ ମୋର ଆତ୍ମା ତୁମ ହସ୍ତରେ ସମର୍ପଣ କଲି। ପ୍ରିୟ ବନ୍ଧୁ, ଏହି ବାଣୀରୁ ଆମେ ଏହି ଶିକ୍ଷା ପାଉ ଯେ ଆମ୍ଭର ଆତ୍ମା ମଧ୍ୟ ସୁରକ୍ଷିତ ହେବା ଦରକାର। ଈଶ୍ୱରଙ୍କ ହସ୍ତରେ ଆପଣଙ୍କର ଆତ୍ମା ସୁରକ୍ଷିତ ଅଛି କି? ଆସନ୍ତାକାଲି ପାଇଁ ଭୟଭୀତ ହୁଅନ୍ତୁ ନାହିଁ। କେବଳ ଖ୍ରୀଷ୍ଟଙ୍କ ହସ୍ତରେ ଆପଣଙ୍କ ଆତ୍ମାକୁ ଆପଣ ସମର୍ପଣ କରନ୍ତୁ। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କୁ ମତେ ଅନୁଗ୍ରହ କରନ୍ତୁ। ବାଇବଲରେ ଲେଖାଯାଉଛି ପ୍ରଥମ ଥେସଲୋନିକେ 5:23 ଯେ ଯୀଶୁଙ୍କର ଆଗମନ ପର୍ଯ୍ୟନ୍ତ ତୁମର ଶରୀର, ଆତ୍ମା ଓ ପ୍ରାଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହଉ। ଏ ସପ୍ତମ ବାଣୀରୁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଆତ୍ମା ମଧ୍ୟ ପ୍ରଭୁଙ୍କ ହସ୍ତରେ ସମର୍ପଣ କରି ରଖନ୍ତୁ। ମୋର ପ୍ରିୟ ବନ୍ଧୁ, ଜଗତରେ ଏଣେ ତେଣେ ଧାବମାନ ହୁଅନ୍ତୁ ନାହିଁ। ଆପଣଙ୍କର ଆତ୍ମା ସୁରକ୍ଷିତ ରହିବା ଦରକାର। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଏହି ବାଣୀଟି କହୁଛନ୍ତି ଶେଷରେ, ହେ ପିତା, ତୁମ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କଲି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ କାର୍ଯ୍ୟ ସମ୍ପନ୍ନ କଲା ପରେ ତାଙ୍କ ଆତ୍ମା ପିତାଙ୍କ ହସ୍ତରେ ସମର୍ପଣ କରୁଛନ୍ତି, ସୁରକ୍ଷିତ ବ୍ୟକ୍ତିଙ୍କ ହସ୍ତରେ। ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଆତ୍ମା କଣ ସୁରକ୍ଷିତ ଅଟେ କି? ଆସୁ ନିଜକୁ ଆମେ ପ୍ରଭୁଙ୍କ ହସ୍ତରେ ସମର୍ପଣ କରୁ। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏ କୃଷିୟ ଶକ୍ତ ବାଣୀ ଆମମାନଙ୍କୁ ଅନେକ ଭରସା ପ୍ରଦାନ କରେ। ଆଜି ମୁଁ ଆପଣଙ୍କ ସମ୍ମୁଖରେ ଗୋଟେ ବ୍ୟବହାରିକ ଶିକ୍ଷା ଆପଣମାନଙ୍କ ସମ୍ମୁଖରେ ରଖୁଥିଲି। ତାଙ୍କ ପ୍ରଥମ ବାଣୀରୁ ଆମେ ଏହି ଶିକ୍ଷା ଗ୍ରହଣ କରୁଛୁ ଯେ ଆମେ ଆମ ବିରୋଧୀ ମାନଙ୍କୁ, ଯେଉଁମାନେ ଆମର କ୍ଷତି କରିଛନ୍ତି, ଆମର ବିରୁଦ୍ଧରେ ଯାଇଛନ୍ତି, ସେମାନଙ୍କୁ ଯେପରି ଆମେ କ୍ଷମା କରିପାରିବା। ଆଉ ଦ୍ୱିତୀୟ ବାଣୀ, ଏ ବିନାଶ ପ୍ରାୟ ଜଗତରେ ଆମର ଆତ୍ମା ସୁରକ୍ଷିତ ରହିବା ଦରକାର। ପାରଦେଶର ସୁନିଶ୍ଚିତତା ରହିବା ଦରକାର। ଅନେକ ଲୋକମାନେ ପାପରେ, ମନ୍ଦତାରେ ବୁଡ଼ିକି ରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଆମର ଅଟେ। ତାହା ପ୍ରଭୁ ଆମମାନଙ୍କୁ ଏହି ସୁସମାଚାର ଆମମାନଙ୍କୁ ସେ ଦିଅନ୍ତି। ଆଉ ତୃତୀୟ ବାଣୀ ଥିଲା ଯେ ଆପଣ ମାତାର ଯତ୍ନ ନେବା। ମୁଁ ଆପଣଙ୍କୁ ପୁଣି ଥରେ ଅନୁରୋଧ କରିବା ପାଇଁ ଚାହେଁ, ଆପଣଙ୍କର ପିତାମାତାଙ୍କର ଯତ୍ନ ନିଅନ୍ତୁ। ଶୁଭ ଶୁକ୍ରବାରର ସେ କୃଷର ସମ୍ରାଟ ଆପଣଙ୍କୁ ଏହି କଥା କୁହନ୍ତି। ଆଜି ଅନେକ ପରିବାରରେ ନେଗ୍ଲେକ୍ଟେଡ୍ ଅଛନ୍ତି, ସେମାନଙ୍କ ପ୍ରତି ଆମେ ବିଶ୍ୱସ୍ତ ହେଇପାରୁନାହୁଁ, ଯତ୍ନ ନେଇପାରୁନାହୁଁ। ବୃଦ୍ଧାବସ୍ଥାରେ ଅନେକ ପିତାମାତା ଦୁଃଖର ସହିତ ମୃତ୍ୟୁବରଣ କରୁଛନ୍ତି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରିୟ ବନ୍ଧୁ, ଆସୁ ଆମମାନଙ୍କର ଚତୁଃପାର୍ଶ୍ୱରେ ରହିଥିବା ଉପେକ୍ଷିତ ପିତାମାତା ମାନଙ୍କର ମଧ୍ୟ ଏବଂ ନିଜ ପିତାମାତାଙ୍କର ମଧ୍ୟ ଆମେ ଯତ୍ନ ନେଉ। ଆଉ ଚତୁର୍ଥ ବାଣୀ ମୁଁ ଆପଣଙ୍କୁ କହୁଥିଲି, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କର? ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପଞ୍ଚମ ବାଣୀ ଥିଲା, ମୋତେ ତୃଷା ଲାଗୁଅଛି। ଆପଣଙ୍କ ତୃଷା ନିବାରଣ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୃଷିତ ହେଲେ ଏବଂ ଷଷ୍ଠ ବାଣୀ ସମାପ୍ତ ହେଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। ଆଉ ତାଙ୍କର ଶେଷ ବାଣୀ ଥିଲା, ହେ ପିତା, ତୁମ ହସ୍ତରେ ମୁଁ ଆପଣଙ୍କ ଆତ୍ମା ସମର୍ପଣ କଲି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ କଥା କହିଛନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ଭୋଗ କଲେ ସତ, କିନ୍ତୁ ତୃତୀୟ ଦିନରେ ସେ ମୃତ୍ୟୁକୁ ଜୟ କରି ଉଠିଲେ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ନିମନ୍ତେ ମୃତ୍ୟୁକୁ ଆସ୍ୱାଦନ କଲେ। ଆପଣ ଆଉ ମୁଁ ପାପ କରିଥିବା ଦ୍ୱାରା ମୃତ୍ୟୁର ଅଧୀନରେ ରହିଥିଲୁ, ଆଉ ସେ ମୃତ୍ୟୁର କବଳରୁ ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଆସ୍ୱାଦନ କଲେ, ଯେପରି ଆପଣଙ୍କୁ ମଧ୍ୟ ଉଦ୍ଧାର କରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ଭୋଗ କଲା ପରେ ସମାଜରେ ରଖାଗଲା ଏବଂ ସମାଧିକୁ ପ୍ରହରୀ ମାନଙ୍କ ଦ୍ୱାରା ସୁରକ୍ଷା କରାଗଲା, ଯେପରି ସେଠାରୁ କେହି ତାଙ୍କୁ ନେଇ ନପାରେ। କିନ୍ତୁ ତୃତୀୟ ଦିନରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଠାରେ ନାହାନ୍ତି, କାରଣ ତାଙ୍କୁ ଯେ ମୃତ୍ୟୁ ଆବଦ୍ଧ କରି ରଖିବ ଏହା ଅସମ୍ଭବ ଅଟେ। ସେ ଜୀବିତ ଈଶ୍ୱର ଅଟନ୍ତି।